ଶ୍ରୀମତୀ ପ୍ରତିଭା ରାୟଙ୍କ ପରିଚୟ ତାଙ୍କ ନାମରେ ହିଁ ଲୁଚି ରହିଛି। ଓଡ଼ିଆ ସାହିତ୍ୟକୁ ଦେଇଥିବା ଯୋଗଦାନ, ସେ ପାଇଥିବା ପୁରସ୍କାର ଲମ୍ବା ଧାଡ଼ିରେ ନାହିଁ, ଅଛି ତାଙ୍କର ଅମୂଲ୍ୟ କୀର୍ତ୍ତିରେ, ଯାହା ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଗୋଟିଏ ମୁକ୍ତା ସଦୃଶ। ସେହି ମୁକ୍ତା ଗୁଡ଼ିକ ମଧ୍ୟରୁ ସବୁଠାରୁ ଉଜ୍ଜ୍ୱଳ ମୁକ୍ତା ହେଉଛି ଯାଜ୍ଞସେନୀ। ମହାଭାରତର ବିଭିନ୍ନ ଗାଥା ଆଉ ପ୍ରଥା ଆମେ ବିଭିନ୍ନ ଠାରୁ ପଢ଼ିଛେ, କିନ୍ତୁ ମହାଭାରତର ମୁଖ୍ୟ ନାୟିକା ଦ୍ରୌପଦୀର କାହାଣୀ କେଉଁଠି ନା କେଉଁଠି ପ୍ରଚ୍ଛଦ ପଟରେ ଲୁଚି ରହିଛି। ଆଉ ସେହି କାହାଣୀଟିକୁ ଆମେ ଯାଜ୍ଞସେନୀ ମାଧ୍ୟମରେ ଜାଣିବା। ଭଗବାନ ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରି ଆମେ ଆରମ୍ଭ କରୁଛୁ ଶ୍ରୀମତୀ ପ୍ରତିଭା ରାୟଙ୍କ ସୁନ୍ଦର ପରିକଳ୍ପନା ଯାଜ୍ଞସେନୀ। ଇତି ତୁମର ପ୍ରିୟ ସଖୀ। ଇତି ଗଲା ପରେ ମନେ ହେଲା ଯେମିତି ସବୁକିଛି ଲେଖିପାରି ନାହିଁ। ମହାଜୀବନର ଅଜସ୍ର ସୁଖ ଦୁଃଖ ପରା ସୁଦୀର୍ଘ କାହାଣୀ ମହାକାଳ ବକ୍ଷରେ ଶୂନ୍ୟ ପୃଷ୍ଠା ପରି ପଡ଼ି ରହିଛି। ଯେମିତି ମୃତ୍ୟୁ ପଥର ଯାତ୍ରୀ ସଂସାରରେ ସବୁକିଛି ଛାଡ଼ିଯାଏ ବୋଲି ଭାବିଲେ ମଧ୍ୟ କିଛି ଛାଡ଼େ ନାହିଁ। ମୋର ଶରୀର ଛାଡ଼ିଯାଏ, ସେ ମଧ୍ୟ ତା'ର ନୁହେଁ। ଆତ୍ମା ଉଡ଼ିଯାଏ, ସେ ମଧ୍ୟ ତା'ର ନୁହେଁ। ଆକାଶରେ ଯେମିତି ଆଦି ଅନ୍ତ ନାହିଁ, ସମୁଦ୍ରରେ ଯେମିତି କ୍ଷୟ ନାହିଁ, ବୃଦ୍ଧି ନାହିଁ, ସୂର୍ଯ୍ୟର ଯେମିତି ଉଦୟ ନାହିଁ, ଅସ୍ତ ନାହିଁ, ମନୋକାମନାର ସେମିତି ପୂର୍ଣ୍ଣତା ନାହିଁ, ଶୂନ୍ୟତା ନାହିଁ। ଆମ ସମ୍ପର୍କରେ ବି ସେମିତି ସଂଜ୍ଞା ନାହିଁ, ଶେଷ କଥା ନାହିଁ। ତେଣୁ ଏହି ସାମାନ୍ୟ ପତ୍ର ଖଣ୍ଡିକରେ ଶେଷ କଥା କହିବି କିପରି? ଜୀବନର ସବୁ କଥା କହିବା ପରେ ବି ଶେଷ କଥା ରହିଯାଏ। ସବୁକିଛି ପାଇବା ପରେ ବି ପୂର୍ଣ୍ଣତା ରହିଯାଏ। ସବୁକିଛି ଇତି ହୋଇଗଲା ପରେ ବି ଆରମ୍ଭ ବାକି ରହିଯାଏ। କାହାର ଆରମ୍ଭ, କାହାର ଶେଷ? ଯିଏ ସୃଷ୍ଟି ସେହି ତ ପ୍ରଳୟ, ଯିଏ ପ୍ରାରମ୍ଭ ସେହି ତ ବିଲୟ। ସେ ମହାକାଳ, ସେ ଅନାଦି, ସେ ଅନନ୍ତ। ଯେପରି ବାୟୁ ପୁଷ୍ପର ଗନ୍ଧ ଆହରଣ କରେ, ସେହିପରି କାହାର ମଧୁର ଗନ୍ଧ ଅନୁସାରେ ଜୀବ ଏ ଦେହକୁ ଯାଏ। କେଉଁଠିକୁ ଯାଏ, କେଉଁଠାରୁ ଆସେ? କାମ, କ୍ରୋଧ, ଲୋଭ ନର୍କର ଦ୍ୱାର ଅଟେ। ହେ ଈଶ୍ୱର, ଅବଶେଷରେ କ'ଣ ନର୍କବାସ? କିନ୍ତୁ କାହିଁକି? ମୃତ୍ୟୁର ଶୀତଳ ହାତ ଧରି ଜୀବାତ୍ମାକୁ ଜଡ଼ କରିଦେବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜୀବନର ଶେଷ କଥା କହିବା ଚେଷ୍ଟା କଲେ ସଂଶୟର ଶେଷ କ'ଣ ସମ୍ଭବ ହେବ? ହିମାଳୟ ମେରୁଗିରିର ସ୍ୱର୍ଣ୍ଣରେଣୁ ପାଦ ତଳୁ ଖସି ଖସି ଯାଉଛି। ପାଦ ଦୁଇଟିରେ ଆଉ କିଛି ଅନୁଭୂତି ହେଉନାହିଁ। ଯେଉଁମାନଙ୍କୁ ଅନୁସରଣ କରି ସାରା ଜୀବନ ଏକ କୋମଳ ପାଦ ଦୁଇଟି ରକ୍ତ ଝରାଉଥିଲା, ବ୍ୟଥା ପାଉଥିଲା, ସେମାନେ କିଏ କୁଆଡ଼େ ଚାଲିଗଲେଣି। ଥରଟିଏ ଆହା କହି ପଛକୁ ଫେରି ଚାହିଁଲେ ନାହିଁ। ସେତିକି ଆହା ପଦରେ ସେମାନଙ୍କର ସ୍ୱର୍ଗ ପ୍ରାପ୍ତି କ'ଣ ବାଧାପ୍ରାପ୍ତ ହୋଇଯାଇଥାନ୍ତା? କିଏ ଚାହିଁଥିଲା ସ୍ୱର୍ଗ, କିଏ ଚାହିଁଥିଲା ରାଜ୍ୟ, କିଏ ଚାହିଁଥିଲା ଯୁଦ୍ଧ? ସମସ୍ତ କାରଣର କାରଣ ଜଣେ ଥାଉ ଥାଉ ସବୁ ଦୋଷ ମୋରି ଉପରେ ଢାଳି ଦେଇ ସେମାନେ ଚାଲିଗଲେ। ମୃତ୍ୟୁର ଦ୍ୱାରରେ ମୋତେ ଛାଡ଼ିଦେଲେ। ନିର୍ବୋଧ ପିଲାକୁ ଖେଳଣା ଦେଇ ପରକ୍ଷଣରେ ଛଡ଼ାଇ ନେଇ କନ୍ଦାଇବା ପରି ସବୁକିଛି ନେଇଯିବାର ଏ ପ୍ରହସନ କାହିଁକି? ଯିଏ ହାତ ପତାଇ ମାଗେ ତା ସାଙ୍ଗେ ଖେଳିବାକୁ ଇଚ୍ଛା ହୁଏ। ଯିଏ କିଛି ମାଗେ ନାହିଁ ତା ସାଙ୍ଗେ ଏ ଖେଳର ନାମ ନିଷ୍ଠୁରତା ବ୍ୟତୀତ ଅନ୍ୟ କ'ଣ ହୋଇପାରେ? ଯିଏ କ୍ଷରଠାରୁ ପୃଥକ, ଅକ୍ଷରଠାରୁ ଶ୍ରେଷ୍ଠ, ଯିଏ ପୁରୁଷୋତ୍ତମ, ସମସ୍ତ ବ୍ୟୟ ପଦାର୍ଥର ଯିଏ ଦାତା, ଯିଏ ପରମ ଆନନ୍ଦର ଅଧିକାରୀ, ସେ କାହିଁକି ଏପରି ଖେଳନ୍ତି? ସେ କେମିତି ନିଷ୍ଠୁର ହୋଇପାରନ୍ତି? ଯିଏ ସମସ୍ତ ଜଡ଼ ଜୀବାତ୍ମା ଭିତରେ ଅଛନ୍ତି, ସେ କାହାକୁ ଦିଅନ୍ତି, କାହାଠାରୁ ଛଡ଼ାଇ ନିଅନ୍ତି? ପାଦ ତଳ ପ୍ରାଣ ଛାଡ଼ି ଛାଡ଼ି ଆସୁଛି। ଯେଉଁମାନେ ସାଙ୍ଗରେ ଥିଲେ ସେମାନେ ସ୍ୱର୍ଗ ପଥରେ ଆଗେଇ ଗଲେଣି। ମହାଶୂନ୍ୟ ଭିତରେ ସବୁ ଶୂନ୍ୟ ଶୂନ୍ୟ ଲାଗୁଛି।
ତଥାପି ସାରା ଜୀବନର ସଞ୍ଚିତ ଅଭିମାନ ମହାମର ଦୁର୍ଗ ଭଳି ମୃତ୍ୟୁ ପଥରେ ଝରୁଛି। ପ୍ରଶ୍ନ ପରେ ପ୍ରଶ୍ନ ହୃଦୟ ତଟରେ ଧକ୍କା ଖାଉଛି, ତେବେ ବି ଶେଷ କଥା କହିହେଲା ନାହିଁ। ଚିଠିଟା ଏତିକରେ ସରିଛି। ମୃତ୍ୟୁ ପଥରେ ମୁହୂର୍ତ୍ତ ମୁହୂର୍ତ୍ତ ଆଗେଇ ଯାଉ ଯାଉ ପୁଣି ଥରେ ପଢ଼ିବାକୁ ଆରମ୍ଭ କଲେଣି। ଅନନ୍ତ ଅଭୟ ଜୀବନ ଜିଜ୍ଞାସା ବୋଧହୁଏ ଏ ସୃଷ୍ଟିର ରହସ୍ୟ। ତେଣୁ ଜୀବନର ବିସ୍ମୃତି ଅନୁଭୂତି ସତ୍ତ୍ୱେ ଜୀବନର ସୁଖ ଦୁଃଖ ସମ୍ପଦ ମିଳନ ବିରହ ଜନ୍ମ ମରଣର ରହସ୍ୟ ଭିତରେ ରହିଯାଏ। ହୃଦୟ ରକ୍ତରେ ବି ନିଜ ଲେଖା ଏହି ଚିଠି ଖଣ୍ଡିକ ହିଁ ଆଜି ମୃତ୍ୟୁ ପଥର ସହଚରୀ। ନିଜ ଲେଖା ଚିଠିଟି ପୁନର୍ବାର ପଢ଼ୁ ପଢ଼ୁ ଯଦି ମୋର ଆତ୍ମା ଶରୀରକୁ ଛାଡ଼ିଯାଏ, ତେବେ ଜାଣିବ ଏ ଚିଠିର ପ୍ରାଣକର୍ତ୍ତା ତୁମେ। ପ୍ରିୟ ସଖା ଗୋବିନ୍ଦ, ହେ ପୁରୁଷ ଶ୍ରେଷ୍ଠ, ହେ ମଧୁସୂଦନ, ତୁମକୁ କୃଷ୍ଣର ପ୍ରଣାମ।